ଚାହିଁଲେନି, କହିଲେ ଏ ହାତ କେବଳ ପ୍ରଭୁପାଦଙ୍କର ସେବାରେ ଲାଗିଛି, ତେଣୁ ଏ ପାଦ ଆଉ କାହା ଚରଣର ହାତ ଛୁଇଁବନି, କାହିଁକିନା ଏ ହାତ ମୋର ଆଜି ଧନ୍ୟ ହେଇଗଲା ପ୍ରଭୁପାଦ ଚରଣ ସେବା କରିଛି। ଅର୍ଥ କହୁଛନ୍ତି କଣ ନା ଆମେ ସେଭଳି ଗୁରୁ ବୈଷ୍ଣବ, ଆମେ ତ ସେ ନିଷ୍ଠାରେ ବର୍ତ୍ତମାନ ଆମେ ରହିନାହାନ୍ତି, ତଥାପି ଆମେ ସେଇ ନିଷ୍ଠାରେ କେମିତି ଆମ ଭାଗ୍ୟରେ ସେଇଭଳି ଗୁରୁ ବୈଷ୍ଣବ ପ୍ରତି ଭଗବାନ ପ୍ରତି ଅତୁଟ ନିଷ୍ଠା ହଉ, ନିଷ୍ଠା ଦୃଢ ଭକ୍ତି ତ ଭଗବାନଙ୍କୁ ପାଇଛନ୍ତି ଅନ୍ୟ ଅନେକ ଭକ୍ତ ମଧ୍ୟ। ସେଇଭଳି କଣ କରୁଛନ୍ତି ନା ଚୈତନ୍ୟ ମହାପ୍ରଭୁ ବିରହରେ ଯେତେବେଳେ କାନ୍ଦିବାକୁ ଲାଗିଛନ୍ତି, କହିଛନ୍ତି ଦେହଟାକୁ ମୁଁ ତ୍ୟାଗ କରିଦେବି, ଏ ଦେହଟା ରହିକି କିଛି ଲାଭ ନାହିଁ, ଯଦି ଗୋବିନ୍ଦଙ୍କର ଦର୍ଶନ ହେଲାଣି ତା ଦେହ ରହିକି ଲାଭ କଣ? ଚିନ୍ତା କରୁଛନ୍ତି ତ ଚୈତନ୍ୟ ମହାପ୍ରଭୁକୁ ନିଜେ ପୁଣି ରାଧା ଭାବରେ ଯେ ଜଗନ୍ନାଥ ତାଙ୍କୁ ସ୍ୱପ୍ନ ଆଦେଶ ଦଉଛନ୍ତି, ଯାଅ ଏବେ ଆଉ ମୋର ତମେ ଦର୍ଶନ କରିପାରିବନି 15 ଦିନ, ଯେହେତୁ ମୁଁ ଅସୁସ୍ଥ ଲୀଳା କରୁଛି, ତେଣୁକରି ଏଇ ଲୀଳାକୁ ତମେ କରିବନି, ଏଇ ଲୀଳାରେ ଦର୍ଶନ ତମେ କରିପାରିବନି, ତୁମେ ଯାଅ ସବୁ ଭକ୍ତ ମାନଙ୍କ ପାଇଁ ଅଲାରନାଥଙ୍କର ମହିମା 15 ଦିନ ପାଇଁ, ଅଲାରନାଥଙ୍କର ମହିମା ସାରା ବିଶ୍ୱରେ ପ୍ରସିଦ୍ଧ ହବ, ଅଲାରନାଥ ଦର୍ଶନ କରିବା ଦ୍ୱାରା ମୋ ଦର୍ଶନ ଫଳ ମିଳିବ। ଏଇ ଅସୁସ୍ଥ ଅବସ୍ଥାରେ ମୁଁ ବର୍ତ୍ତମାନ ଅସୁସ୍ଥ ଲୀଳା କରିବି। ତ ଜଗନ୍ନାଥ ମହାପ୍ରଭୁ କଣ କରନ୍ତି ନା ସେଇ ସମୟରେ ଅସୁସ୍ଥ ଲୀଳା କରନ୍ତି, ତାପରେ ଜଗନ୍ନାଥ ଚୈତନ୍ୟ ମହାପ୍ରଭୁ ଏଇ 15 ଦିନ ଯାଇକି ଅଲାରନାଥ ରହିକି ଅଲାରନାଥଙ୍କର ସେବା କରିଥିଲେ। ଅଲାରନାଥ ହଉଛନ୍ତି କିଏ ନା ନାରାୟଣଙ୍କର ମୂର୍ତ୍ତି, ଚତୁର୍ଦ୍ଧା ମୂର୍ତ୍ତି, ଆଉ ଜଗନ୍ନାଥ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ହଉଛନ୍ତି। ଜଗନ୍ନାଥ ଚତୁର୍ଭୁଜ କଣ୍ଠ ଶୋଭିତ କୌସ୍ତୁଭ ହଉଛନ୍ତି ଚତୁର୍ଭୁଜ, ଆଉ ସିଏ ମଧ୍ୟ ଚତୁର୍ଭୁଜ। ଚୈତନ୍ୟ ମହାପ୍ରଭୁ କହିଛନ୍ତି ନା ଚୈତନ୍ୟ ମହାପ୍ରଭୁ ଯେହେତୁ ରାଧା ଭାବରେ ଚୈତନ୍ୟ ମହାପ୍ରଭୁ କଣ ଦେଖନ୍ତି ନା କେବଳ ବ୍ରଜେନ୍ଦ୍ର ନନ୍ଦନ ଶ୍ୟାମ ସୁନ୍ଦରକୁ ହିଁ ଖୋଜନ୍ତି, ଏ ତ ନାରାୟଣ, କିନ୍ତୁ ଏ ନାରାୟଣ ସାଧାରଣ ନାରାୟଣ ନୁହଁ, ଇଏ ବ୍ରଜର ହିଁ ନାରାୟଣ। ଗୁରୁଦେବ କୁହନ୍ତି ଇଏ ବ୍ରଜର ହିଁ ନାରାୟଣ। ଯୋଉ ପେନ୍ଥାପୁର ଅଛି ନା ଯୋଉ ବୃନ୍ଦାବନରେ ପେନ୍ଥାପୁର ନା କଣ ସେ ଗାଁ ନା, ସେଠି କଣ କରିଛନ୍ତି ଏ ସର୍ତ ରାସରେ ଜଗନ୍ନାଥ କୃଷ୍ଣ ଯେତେବେଳେ ଗୋପୀ ମାନଙ୍କୁ ଛାଡିକି ବିରହରେ ଅନ୍ତର୍ଧ୍ୟାନ ହେଇଗଲେ, ଗୋପୀ ମାନଙ୍କ ବିରହ ଦଶାକୁ ଦେଖି ବିରହରେ ତାଙ୍କୁ ବିରହ ପ୍ରଦାନ କରିବା ପାଇଁ ଭଗବାନ ଏସବୁ ଅଭିମାନ କରିଥିଲେ ଗୋପୀ ମାନେ ଯେ ଆମ ଠାରୁ ଶ୍ରେଷ୍ଠ କେହି ନାହାନ୍ତି, ଜଗନ୍ନାଥ ମହାପ୍ରଭୁ କୃଷ୍ଣ ହେଇଥିଲେ ଅଭିମାନକୁ ଦୂର କରିବା ପାଇଁ ଅନ୍ତର୍ଧ୍ୟାନ ହେଇଥିଲେ। ଅନ୍ତର୍ଧ୍ୟାନ ହେବା ପରେ ରାଧାରାଣୀ ନିଜେ କହିଥିଲେ ଯାଅ ଗୋବିନ୍ଦ, ଯୋଉମାନେ ଗୋପୀ ମାନେ ନିଜେ ନିଜେ କିଛି ସ୍ୱତନ୍ତ୍ର ରୂପରେ ବାହାରିକି ଯାଇଥିଲେ, ଯେ କି ଗୁରୁଦେବ କୁହନ୍ତି ସ୍ୱତନ୍ତ୍ର ରୂପରେ ଯୋଉମାନେ ଯାଇଥିଲେ କୃଷ୍ଣଙ୍କୁ ଅନୁସରଣ ଖୋଜିବା ପଥ ଦେଇ ଯାଇଥିଲେ, ସେଠି କୃଷ୍ଣ ନିଜେ ଗୋପୀ ମାନଙ୍କୁ ପରୀକ୍ଷା କରିଥିଲେ ଯେ ମୋ ନାରାୟଣ ରୂପଟା ଶ୍ରେଷ୍ଠ ନା କୃଷ୍ଣ ଶ୍ୟାମ ସୁନ୍ଦର ରୂପଟା ଶ୍ରେଷ୍ଠ। ଗୋପୀ ମାନଙ୍କୁ ନାରାୟଣ ରୂପଟା ସାଧାରଣ କଥା ନୁହେଁ, କହୁଛନ୍ତି ଶୁକ୍ଳ ବର୍ଣ୍ଣ ଧର ବିଷ୍ଣୁ ଶଶି ବର୍ଣ୍ଣମ ଚତୁର୍ଭୁଜ, ଚନ୍ଦ୍ରଙ୍କ କିରଣ ଠାରୁ ନାରାୟଣଙ୍କ କିରଣ ଯୋଉ ତେଜ ଯୋଉ ସୌନ୍ଦର୍ଯ୍ୟ, କୋଟି ଚନ୍ଦ୍ର କିରଣ ଚାହିଁ ନାରାୟଣଙ୍କର ସୌନ୍ଦର୍ଯ୍ୟ ହଉଛି ତା ପାଖରେ। ଲକ୍ଷ୍ମୀ ସେଇଥିପାଇଁ ତାଙ୍କ ହୃଦୟ କମଳରେ ବାସ କରନ୍ତି। ବୈକୁଣ୍ଠ ନାଥଙ୍କର ରୂପ ଦର୍ଶନ କିଏ ବର୍ଣ୍ଣନା କରିପାରିବ? ସେଇଭଳି ସବୁ ଗୋପୀ ମାନେ ଯେତେବେଳେ ଯାଇଥିଲେ ନାରାୟଣଙ୍କ ରୂପକୁ ଦର୍ଶନ କଲେ, ସେତେବେଳେ ଜଗନ୍ନାଥ ନିଜେ କହିଲେ ମୁଁ ଚତୁର୍ଭୁଜ ରୂପରେ ଆଙ୍କୁ ଦର୍ଶନ ଦେବି, ଦେଖିବା ଇଏ ମତେ ଦେଖି ଚିହ୍ନି ପାରୁଛନ୍ତି ନା ନାଇଁ, ମୁଁ ସେଇ ତାଙ୍କର କୃଷ୍ଣ ବୋଲି ସେ ମତେ ଚିହ୍ନି ପାରୁଛନ୍ତି ନା ନାଇଁ। ସେଠି କଣ କରିଛନ୍ତି ନା ଚତୁର୍ଭୁଜ ରୂପକୁ ସେ ଦର୍ଶନ ଦେଇଛନ୍ତି, ଚତୁର୍ଭୁଜ ରୂପ ଦର୍ଶନ ଦେଇଛନ୍ତି। ଗୋପୀ ମାନେ କିନ୍ତୁ ଚତୁର୍ଭୁଜ ରୂପକୁ ଦେଖି ଆକୃଷ୍ଟ ହେଲେନି, ବରଂ କହିଲେ ପ୍ରଭୁ ପ୍ରଣାମ କଲେ ଚରଣରେ, ନାରାୟଣ ରୂପରେ ଐଶ୍ୱର୍ଯ୍ୟ ରୂପରେ ପ୍ରଣାମ କଲେ, କହିଲେ ପ୍ରଭୁ ହଉଛି ଆମ ଆମ କୃଷ୍ଣକୁ ଦେଖିଛନ୍ତି, ଆମ କୃଷ୍ଣକୁ ଆପଣ ଦେଖିଛନ୍ତି? ଭଗବାନ ଦେଖିଲେ ଭାଇ ମୁଁ ଏତେ ସୌନ୍ଦର୍ଯ୍ୟ ରୂପକୁ ଦର୍ଶନ ଦେଲି, ତଥାପି ମୋର ଏଇ ନାରାୟଣ ରୂପଟାକୁ ଦେଖିକି ଯୋଉ ଜ୍ଞାନୀ ଯୋଗୀ କେଡେ କେଡେ ଋଷି ମହର୍ଷି ମାନେ ଯୋଉ ରୂପଟାକୁ ଧ୍ୟାନ କରନ୍ତି, ସେ ରୂପଟାକୁ ଧ୍ୟାନ କରିକି ମଧ୍ୟ ତାଙ୍କ ଧ୍ୟାନରେ ଯୋଉ ରୂପ ଯାଏନି, ସେ ରୂପଟାକୁ ମୁଁ ଦର୍ଶନ ଦେଲି ଏମାନଙ୍କୁ ସାକ୍ଷାତ ରୂପରେ। ଯୋଉମାନେ ଚିନ୍ତା ହଜାର ହଜାର ବର୍ଷ ତପସ୍ୟା କରି ଯୋଉ ରୂପର ଦର୍ଶନ ପାଆନ୍ତିନି, ସ୍ୱପ୍ନରେ ସୁଦ୍ଧା ଦର୍ଶନ ବ୍ରହ୍ମା ମଧ୍ୟ କରିପାରନ୍ତିନି, ଗୋପୀ ମାନଙ୍କୁ ଦର୍ଶନ ସାକ୍ଷାତ ରୂପରେ ଦେଲି ଚତୁର୍ଥ ରୂପ ରୂପରେ, କିନ୍ତୁ ସେ ରୂପଟାକୁ ଦେଖି ସେ ଆକୃଷ୍ଟ ହଉନାହାନ୍ତି, ଓଲଟା ଆହୁରି କୃଷ୍ଣକୁ ଖୋଜୁଛନ୍ତି। ଭଗବାନ ସେଠି ଲଜ୍ଜିତ ହେଇକି କଣ କହିଲେ ତମ କୃଷ୍ଣ ଏଇପଟେ ଯାଇଛନ୍ତି, ଏଇପଟେ ଯାଅ ତାଙ୍କୁ ମିଳିବେ। ଗୋପୀ ମାନେ ତ ପଳେଇ ଗଲେ, କିନ୍ତୁ ରାଧାରାଣୀଙ୍କ ସଙ୍ଗରେ ଯୋଉ ଗୋପୀ ମାନେ ସବୁ ଆସୁଥିଲେ, କିଛି ରାଧା ପକ୍ଷ ସଖୀ ମାନେ ଯୋଉମାନେ ସବୁ ଆସୁଥିଲେ, ଯେ କି ଶ୍ୟାମ ସୁନ୍ଦରକୁ ଖୋଜୁଥିଲେ, ସେଇ ସମୟରେ ପହଞ୍ଚି ନା କୃଷ୍ଣ ନିଜେ ଦେଖିଲେ, କହିଲେ ରେ ବର୍ତ୍ତମାନ ତ ଗୋପୀ ମାନଙ୍କ ପାଖରେ ତ ଏଇଭଳି ଅବସ୍ଥା,
ସ୍ୱୟଂ ଶ୍ରୀମତୀ ରାଧାରାଣୀ ଆସୁଛନ୍ତି, ତାଙ୍କୁ ଯଦି ମୋର ଐଶ୍ୱର୍ଯ୍ୟ ରୂପ ଦେଖେଇବି ସେ କେବେ ମୋ ସାଙ୍ଗରେ କଥା ହେବେନି, ପୁଣି ଏଇଟା ମାନ କରି ବସିବେ ସେ ମତେ କଣ ପାଇଁ ନାରାୟଣ ରୂପର ଦର୍ଶନ ଦଉଛ। ତେଣୁକରି ସିଏ ଆଉ ଥରେ ପୁଣି ବିରହରେ କାନ୍ଦିବେ। ତେଣୁକରି ପୁଣି ନାରାୟଣ ନିଜେ ସେଇଠୁ କୃଷ୍ଣ ହଇରାଣ ହେଇକି ମାନେ ମନରେ ବହୁତ ବିଷାଦ ଭାବିକି ନିଜ ହାତ ଦିଟାକୁ ସେଠି ଲୁଚେଇ ଦେଇକି ପୁଣି ଶ୍ୟାମ ସୁନ୍ଦର ରୂପରେ ସେଠି ରାଧାରାଣୀଙ୍କୁ ଦର୍ଶନ ଦେଇଥିଲେ। ଲଜ୍ଜିତ ହେଇଯାଇଥିଲେ। ଯେଉଁଭଳି ଜଣେ ବଡ ଲୋକ ତମେ କଣ ନାଟକ କରୁଥିବ, ଯଦି କୌଣସି ନିଜର ଭାଇ ବନ୍ଧୁ ଯଦି କିଏ ପଳେଇ ଆସିଲେ ବା ରାଗି ଲୋକ ସିଏ ବହୁତ, ତମେ ସେଠି କଣ କରିବ, ସବୁ ଛାଡି ଛାଡି ଫୋପାଡ଼ିକି କଣ କରିବ, ନିଜର ସ୍ୱରୂପଟାକୁ ପ୍ରକାଶ କରିଦବ, ନାଇଁ ନାଇଁ ମୁଁ ଖେଳୁଥିଲି ଯା। ସେଇଭଳି ରାଧାରାଣୀ କି ଡରିକି ଶ୍ୟାମ ସୁନ୍ଦର କଣ କଲେ, ଯୋଉ ଚତୁର୍ଦ୍ଧାର କରିଥିଲେ ଦିଟା ହାତ ଭୁଜଟାକୁ ଭିତରେ ପୁରେଇ ଦେଇକି ପୁଣି ବଂଶୀ ଧରିକି ଠିଆ ହେଲେ। ଅର୍ଥ ରାଧାରାଣୀ ଆସରେ କୃଷ୍ଣ ସାଙ୍ଗରେ ସେଇ ଯୋଉ ନାରାୟଣଙ୍କ ମୂର୍ତ୍ତି ଅଲାରନାଥ ରୂପରେ ବ୍ରହ୍ମଗିରିରେ ପୂଜା କରୁଛନ୍ତି। ଏଠି ଐଶ୍ୱର୍ଯ୍ୟ ଅଛନ୍ତି ଆଉ ମାଧୁର୍ଯ୍ୟ ମଧ୍ୟ ଅଛନ୍ତି। ଜଗନ୍ନାଥ ମଧ୍ୟ ଐଶ୍ୱର୍ଯ୍ୟ ମୂର୍ତ୍ତି ଆଉ ମାଧୁର୍ଯ୍ୟ ମଧ୍ୟ ମୂର୍ତ୍ତି। ଚତୁର୍ଦ୍ଧା ରୂପରେ ଶଙ୍ଖ ଚକ୍ର ଗଦା ପଦ୍ମ, ଆଉ ବଳଦେବ ପ୍ରଭୁ ଗଦା ସଦୃଶ୍ୟ, ମା ସୁଭଦ୍ରା ମାତା ପଦ୍ମ ସଦୃଶ୍ୟ, ଜଗନ୍ନାଥ ପ୍ରଭୁ ଶଙ୍ଖ ସଦୃଶ୍ୟ, ଆଉ ସୁଦର୍ଶନ ମହାପ୍ରଭୁ ସୁଦର୍ଶନ ସଦୃଶ୍ୟ। ଚତୁର୍ଦ୍ଧା ରୂପରେ ଶଙ୍ଖ ଚକ୍ର ଗଦା ପଦ୍ମ ରୂପରେ ଜଗନ୍ନାଥ ମହାପ୍ରଭୁ, ଚାରି ବେଦ ରୂପରେ। ଜଗନ୍ନାଥ ହେଲେ ସାମ ବେଦ, ଆଉ ଋକ୍ ବେଦ ହେଲେ ବଳଦେବ ପ୍ରଭୁ, ଆଉ ଯଜୁର୍ବେଦ ହେଲେ ମା ସୁଭଦ୍ରା, ଆଉ ଅଥର୍ବ ବେଦ ହେଲେ ସୁଦର୍ଶନ। ଚତୁର୍ଦ୍ଧା ରୂପରେ ମଧ୍ୟ ଏଇଭଳି ଅଲାରନାଥ ଦର୍ଶନ କରେ। ଅଲାରନାଥଙ୍କର ମହିମା କଣ ନା, ପ୍ରତିଦିନ ତ ସେ ଅଲୱାର ଆଗେ ଥିଲେ ଅଲୱର ନାଥ, ଅର୍ଥ ଦକ୍ଷିଣ ଭାରତର ପଣ୍ଡା ମାନଙ୍କୁ ଯୋଉ ଇଏ ସେବାୟତ ମାନଙ୍କୁ ଅଲୱାର କୁହନ୍ତି, ନାରାୟଣକୁ ମଧ୍ୟ ଅଲୱାର କୁହନ୍ତି। ସେ ସେବାୟତ ମାନେ ଦକ୍ଷିଣ ଭାରତର ଯୋଉ ବ୍ରାହ୍ମଣ ମାନେ ଯେତେବେଳେ ଅଲୱାର ନାଥଙ୍କୁ ସେବା କରୁଥିଲେ, ସେ ଭାଷାଟା ଅପଭ୍ରଂଶ ହେଇକି କଣ ହେଇଛି ନା ଅଲାର ନାଥ ହେଇଛି। ସେ ସେବା କରୁଥିଲେ, ତ ତାଙ୍କ ପିଢି ଯିବା ପରେ ଏ ପୁରୀର ସେବାୟତ ଯୋଉ ବ୍ରାହ୍ମଣ ସେ ତାଙ୍କର ସେବା କରି ଲାଗି ରହିଲେ। ସେବା କରିବା ପରେ ଦିନେ ତୀର୍ଥ କରିବାକୁ ତାଙ୍କର ବାପା ସେ ବ୍ରାହ୍ମଣ ଦେବ ତୀର୍ଥ କରିବାକୁ ଯାଇଛନ୍ତି। ସେଇ ସମୟରେ କଣ କହିଲେ, ତାଙ୍କ 12 ବର୍ଷ ଗୋଟେ ବାଳକ ଥିଲା। 12 ବର୍ଷ ବାଳକ ଥିଲା। ବାପା କହିଲେ ତା ଘରେ ଯେମିତି ସେବକ ନଥାନ୍ତି, ଆମେ ଅନ୍ୟ ମାନଙ୍କୁ ନିଯୁକ୍ତି କରିଦଉ, ସେବା କିଛି ଦିନ କର, ମୁଁ ଆସିଲେ ଆଉ ମୁଁ ସେବା କରିବି। ସେଇଭଳି ସେ ତୀର୍ଥ କରିବାକୁ ଯାଇଛନ୍ତି। କିଏ ତାଙ୍କର ବାପା ତୀର୍ଥ କରିବାକୁ ଯାଇଛନ୍ତି। ସେଇ ସମୟରେ କଣ ହଉଛି ନା, ପୁଅକୁ କହିଛନ୍ତି ଯେ ତୁ ଅଲାରନାଥଙ୍କର ସେବା କରିବୁ। ପୁଅ ତ କିଛି ମନ୍ତ୍ର ଫନ୍ତ୍ର ଭଲ କିଛି ଜାଣିନି, ଖାଲି ଭାବରେ ପୂଜା କରିବା ପାଇଁ ଯାଇଛି। ତ ସେଇଠୁ ସେ ସବୁ କହିଦେଇଛି, ଏମିତି ଭୋଗ ଲଗେଇବୁ, ଠାକୁର ଏମିତି ପ୍ରସାଦ ପାଇବେ, ଇଏ করে ସେ করে ବୁଝେଇ ଦେଇ ଯାଇଛି। କିନ୍ତୁ ଯିବା ସମୟରେ ସେଇ ସମୟରେ କହିଲେ ସେ ବାଳକ ଯାଇକି ଅଲାରନାଥଙ୍କର ସେବା କରିଛନ୍ତି। ସେବେ ଅଲାରନାଥଙ୍କୁ ଡାକିଛନ୍ତି, ପ୍ରଭୁ ଆସ ଭୋଜନ କର। ଠାକୁର ସେଇଠୁ କଣ କରିଛନ୍ତି ନା, ଠାକୁର ସହିତ ବିଗ୍ରହ ରୂପରେ ଅଛନ୍ତି, କେବେ ତ ଭୋଜନ କରିନାହାନ୍ତି, ଖାଲି ଦୃଷ୍ଟି ଭୋଗ ଦୃଷ୍ଟି ଦ୍ଵାରା ତାକୁ ଗ୍ରହଣ କରିଛନ୍ତି। କିନ୍ତୁ ଭଗବାନ ହଉଛନ୍ତି ତ ଭାବର ଠାକୁର, ଯେ ନିଷ୍କପଟ ସରଳ ହେଇଗଲା, ଭଗବାନ ତା ଦ୍ରବ୍ୟକୁ ଗ୍ରହଣ କରନ୍ତି। ଇଏ ତ ବାଳକ, ଇଏ ତ ଅଜ୍ଞାନ ବାଳକ, କଣ କାହା ପାଖରେ ଛନ୍ଦ କପଟ ନାହିଁ, ଜ୍ଞାନ ମଧ୍ୟ ଭଲ ଭାବରେ ହେଇନି। ଭଗବାନଙ୍କୁ ଡାକିଛି, ଭଗବାନ ଆସ ଖାଇ, ଭଗବାନ ଆସିଲେନି। ତ ସେ ବାଳକ ଯାଇ କଣ କରୁଛି ନା, ହାତ ଧରିକି ଡାକୁଛି, କହୁଛି ଆସ ଅଲାର ଖାଅ ଭୋଗ, ଆସ ଅଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ହେ ଅଲାର ଆସ ତମେ କ୍ଷୀରି ଖାଅ, ଆଉ ମୋ ବାପା ଯାଇଛନ୍ତି ତୀର୍ଥ କରିବାକୁ ଯାଇଛନ୍ତି। ତୀର୍ଥ କରିବାକୁ ଯାଇଛନ୍ତି, ଆପଣ ଆସି ଭୋଗ ଗ୍ରହଣ କରନ୍ତୁ। ଭଗବାନ ସେଠି ପୁଣି ଦେଖିଲେ, ନାଇଁ ମୁଁ ଯିବିନି, କାଳେ ତା ହୃଦୟରେ ପୁଣି ଆଉଥରେ ମତେ ଜାଣିଦବ। ସେଠୁ କଣ ବାଳକ ସେତେବେଳେ ମୁଣ୍ଡ ବାଡେଇ କାନ୍ଦିବାକୁ ଲାଗୁ, ତମେ ଯେବେ କ୍ଷୀରି ନ ଖାଇବ ତାହେଲେ ମୋ ମା ମତେ ଗାଳି କରିବ, ଠାକୁରକୁ ଖାଇବାକୁ ଦେଲୁନୁ ଆଜି, ଜାଣିନି ଭୋଗ କେମିତି କରାଯାଏ, କଣ କରାଯାଏ। ଯେମିତି କହିଛନ୍ତି, ଠାକୁର ସେଠୁ ଏ ନିଷ୍ପାପ ସନ୍ତାନ ଶିଶୁକୁ ଦେଖିକି କଣ କଲେ, ଅଲାରନାଥ ନିଜ ବିଗ୍ରହ ସ୍ୱରୂପଟାକୁ ପରିତ୍ୟାଗ କରିକି ନିଜେ ଆସି କ୍ଷୀରି ଖାଇବାକୁ ଲାଗିଲେ। କ୍ଷୀରି ସବୁ ଯାକ କ୍ଷୀରି ଖାଇଦେଲେ। ପିଲାଟି ସେଠୁ ଖାଲି କଟୋରା ନେଇକି, ଖାଲି ବର୍ତ୍ତନ ନେଇକି ଘରକୁ ଆସିଲା। ଯେତେବେଳେ ପଚାରିଛି, ମା ପଚାରିଲା ରେ କ୍ଷୀରି କଣ ହେଲା ନା, କ୍ଷୀରି ତ ଠାକୁର ଖାଇଦେଲେ କ୍ଷୀରି। ଠାକୁର ଖାଇଦେଲେ, ମିଛ କହୁଛୁ ଠାକୁର ଖାଇନାହାନ୍ତି, ତୁ ଖାଇଦେଇଛୁ ନା? ନାଇଁ ମା ସତରେ ଠାକୁର ଖାଇଦେଲେ। ତାପରେ ସେଇଠୁ ଠାକୁର ସେଇଠୁ ଆଉ ଥରେ ସେଇଠୁ ତା ପରଦିନ ସେଠୁ ପୁଣି ସେଇଠୁ କ୍ଷୀରି ଭୋଗ ଦେଇକି ପଠେଇଲେ, ଯା ଠାକୁରଙ୍କୁ ଭୋଗ ଲଗେଇବୁ।
ता परदिन मध्य ठाकुर डाकिले ठाकुर आसी खीरी खाईदेले तृतीय दिन कौन होइछि पुणी आउ थरे खीरी दे पठेइछि तृतीय दिन मध्य से कला कि जे कि खीरी मध्य प्रसाद आनिलानी खाली बर्तन लेके आसिला चतुर्थ दिन बेलू बापा जी पड़े आसते तीर्थ यात्रा सारी पड़े आसले बापा पाखे सब कथा कहले प्रतिदिन खीरी नहीं जाऊँगी एत लेखा खीरी भोग लगाऊँ किंतु प्रसाद आने कहूँ ठाकुर खाईदे ये जे निजे खाई दो खीरी एत लेखा मीठा खीरी खाइले आर देह खराब हम देख ये खीरीटा कुआडे नौ सी क्या दौचे खीरीटा बापा से कहले ये तो खीरी क्या दौचु नहीं कि एत खीरी खाऊ कौन हम तोर देह कहले नाई बापा खीर तो सब ठाकुर खाई दौरान अलारनाथ खाई दौरान अलारनाथ खाई दौरान बहुत पिटापिटी कर धमक देनी से कांदी कांदी कही सब अलारनाथ खाई दौरान चल आज अलारनाथ देखी केमती अलारनाथ खीर खाऊ जमी कही कहले चल देख बापा से पदारे रही कौन कर कबाट फांक देखिले तू लगा भोग लगा जमी डाकू ठाकुर डाके भोग लगे ठाकुर डाकी बालक सीना जानी बालक जानी बापा संगे आसवे खाती तो भगवान तो डाकी आस अलार खाओ खीरी भगवान आसिले क्या भगवान तो अंतर्जामी ना देखिले बापा पदारे ठिया कथा सब देखुं लुचि कबाट फांक देखुं कौ ठाकुर आसी खाऊ भगवान आसुना से बालक कह सबुदिन आसी खाऊल आज मोर परीक्षार समय आई तमें जब न खाए बापा आसी मत पुणी मारे तेणुक मु बदनाम हेबी मु तुम सेवा करुली कौन माड़ गाड़ी खायापी सेवा करी भगवान भक्त वत्सल भगवान देखे निष्पाप शिशु को बचाई भगवान निजे कौन आसिले आसिले जदि मुझे खीरी न खाऊची मोर मूर्तिर महिमा किसी रही विग्रह महिमा किसी रही लोक कह हाँ पत्थर तो पूजा करुच्ची ना ठाकुर के पत्थर नुहति अर्चे विष्णु शिलाधि गुरुसु नरमती वैष्णवे जाति बुद्धि विष्णु वैष्णवानम कलिमूल मंथने पाद तीर्थ अम्ब बुद्धि विष्णु मंत्र सकल कलुष है शब्द सामान्य बुद्धि विष्णु सर्वेश्वर तत् इतर समाधर्य बा नारकित जे भगवान का मूर्ति की साधारण पत्थर बोली भाविला गुरुदेव साधारण मनुष्य बोली भाविला आओ भक्त को अर्चे विष्णु शिला गुरुश्री नरमती वैष्णव कर जाति बुद्धि की देखला अरे ये तो निम्न कूलर जाति तेणुक आंकु सांगे कौन मिसेबी कौन वैष्णव जाति विष्णु वैष्णवान कलिमल मंथने पाद तीर्थ अम्बोधि भक्तर चरणामूर्त गुरुदेव चरणामूर्त भगवान का चरणामूर्त आपको जब भाविला साधारण तो जल आपको पीवा कौन दरकार आओ जे भगवान जो महामंत्र नाम अच्छी भगवान का नाम टाक साधारण अक्षर बोली भाविला आओ जे नारायण सांगे सबसर देवा देवी संगे तुलना कला समतुल्य कला कहते स नारकी नारकी नरक को जीव तेणुक वैष्णव मान को चारोटी जिनस के पचारिया उचित न कहीं आम हूँ बद्ध जीव आम पाखे सांगे सांगे भावना उल्टा आसीज आम कोमल श्रद्धा तेणुक कौन वैष्णव मान को चारोटी वस्तु के प्रश्न करने कथा नुह कौन कौन प्रश्न करनी कौन प्रश्न करनी दीप्ति माता जी हरे कृष्ण दीप्ति माता जी लीला माता जी कविता माता जी कौन कहले वैष्णव को चारटा प्रश्न पचारिबनी तांकर जाति पचारिबनी हां आउ तब कौन भूली जाई रहू अच्छा जाति काहे की पचारिबनी कण वैष्णव हेले ना समस्त गोत्र है अच्युत गोत्र समस्त भगवान भक्त हेले काहे की पचारिबनी सुनो जदि आम वैष्णव तांकर जाति विषय पचारती ताहले कौन हम ना तांकर थोड़ा निम्न कूल सी कि भक्ति करुँच कहते अधम कूले जदि विष्णु भक्त है तथापि से पूज्य सर्वशास्त्र हृदय भक्ति द्वारा सी पूज्य होती जमी साधारण लोक प्राइम मिनिस्टर हो गला
ତାକୁ କଣ ସମସ୍ତେ ସମ୍ମାନ ଦେବେ, ଆଦର କରିବେ, ତା ଜାତିଟାକୁ ଧରିବେ। ସେ ଭଗବାନ, ସେ ଭକ୍ତ, ଭକ୍ତିଟାକୁ ହୃଦୟରେ ସେ ଧାରଣ କରେ, ତେଣୁକରି ସେ ପୂଜ୍ୟ। ତେଣୁକରି ତାଙ୍କୁ ଯଦି ତୁମର ଯଦି ବ୍ରାହ୍ମଣ ଘର ହେଇଥିବ, ଆମର ଯଦି ବ୍ରାହ୍ମଣ ଘର ହେଇଛି, ତାଙ୍କର ଯଦି ନିମ୍ନ କୂଳରେ ହେଇଛି କୌଣସି ପାଣ କଣ୍ଡରା ବା ଛୋଟ ଜାତି ନିମ୍ନ କୂଳରେ ସେ ଆଇଛନ୍ତି, ଆମେ ତ ପଚାରିବା ତମର କି ଘର ପ୍ରଭୁ, ପ୍ରଭୁଜୀ ଆପଣ କି ଘର, ତାହେଲେ ସେ କଣ ଭାଇ କହିବେ? ଯଦି ମିଛ କହୁଛନ୍ତି ତ ବି ତାଙ୍କୁ ମଧ୍ୟ ଖରାପ ଲାଗିବ, ସତ କହିଲେ ତୁମର ପ୍ରତି ଅପରାଧ ହବ। କାହିଁକି? ସେ ନିମ୍ନ କୂଳ ଯଦି କହି ଦଉଛନ୍ତି, ତମର ଶ୍ରଦ୍ଧା ଦେଖି ବେଳେ ବେଳେ ସେ କୁହନ୍ତି ଆଉ ମଧ୍ୟ କୁହନ୍ତିନି। କଣ ପାଇଁ? ତୁମେ ତାଙ୍କ ପ୍ରତି ଅପରାଧ ମଧ୍ୟ କରିଦବ, ମନେ ମନେ ତାଙ୍କ ପାଖରେ ଘୃଣା ଭାବ ମଧ୍ୟ ପଳେଇ ଆସିବ। ପଚାରିଦବ, ସେଇଠୁ କହିବେ କି ଆମର ନାହିଁ, ଆମର ଏଇ ଜାତି ଘର, ଆମର ହାଡି ଘର କି କଣ୍ଡରା ଘର। ତ ମୁଁ ଗୋଟେ ବ୍ରାହ୍ମଣ ଘର ପିଲା ହେଇଛି, କି ହାଡି ଘର ପିଲାଟା ସାଙ୍ଗରେ ମୁଁ ମିଶୁଛି, ତାଙ୍କ ପ୍ରତି ଗୌରବ ଭାବ ରହିବ। ସେ ଯେତେବେଳେ ହରି କଥା କରିବେ, କି ହରି କଥା ଭଗବାନ ସମ୍ବନ୍ଧୀୟ ବସ୍ତୁ ଯେତେବେଳେ ପ୍ରଦାନ କରିବା ପାଇଁ ଚାହିଁବେ, ସେତେବେଳେ ତୁମେ ଯେହେତୁ ତାଙ୍କ ନିମ୍ନ ଭାବନାଟା ତୁମ ପ୍ରତି ଆସିବ, ସେତେବେଳେ କଣ ହବ ନା ତାଙ୍କ କଥାଟା ତମ ହୃଦୟଗମ ହବନି, ହୃଦୟ ସ୍ପର୍ଶ ହବନି, ଆଉ ଭକ୍ତିଟା ଆଉ ସୁଦୃଢ ହବନି, ମନରେ ଭାବନାଟା ରହିବ ଇଏ ହଉଛି ନିମ୍ନ କୂଳ। କହୁଛନ୍ତି ଯେ ବୈଷ୍ଣବ କହୁଛନ୍ତି ଯେ ପାପିଷ୍ଟ ବୈଷ୍ଣବେର ଜାତି ବୁଦ୍ଧି करे, କଦାଚିତ ଦୋଷ ଦେଖି ଯେଇ ନିନ୍ଦା करे, ନଷ୍ଟ ପ୍ରାୟ ଦୋଷ ଲୟ करे ଅପମାନ, ଯମ ଦଣ୍ଡେ କଷ୍ଟ ପାଏ ସେ ସବୁ ଅଜ୍ଞାନ। କହୁଛନ୍ତି ସିଏ ହଉଛନ୍ତି କଣ ନା ବୈଷ୍ଣବ, ଅପରାଧୀ ହେଲା, ତା ହୃଦୟରେ ଯେ ଭକ୍ତିଟାକୁ ସେ ଦେଖିପାରିଲେନି, ତା ଚରଣରେ ଅପରାଧ କଲେ, ତେଣୁ ତାଙ୍କୁ ଜାତି ପଚରାଯାଏ। ତାଙ୍କୁ ଆମେ କଣ ପଚାରିବା, ତାଙ୍କର ଘରଟା କୋଉଠି, ଘରଟାକୁ ମଧ୍ୟ ବାରମ୍ବାର କାହାକୁ ପଚରାଯାଏ। କୌଣସି ବୈଷ୍ଣବ ବା ବ୍ରହ୍ମଚାରୀ ବା ସନ୍ନ୍ୟାସୀକୁ କଣ କରେ, ତାଙ୍କର ଘରଟାକୁ ମଧ୍ୟ ପଚାରିବେ। କାହିଁକି ନା ସିଏ ଧର ତାଙ୍କ ଘର ପାଖରେ ତମ ଘରଟା ହେଇଛି, ସେଇଠୁ କଣ କରିବ, ତାଙ୍କର ତମର ଏଇ ତମ ଘର, ଆମେ ତମ ଘର ପାଖରେ ଲୋକ, ତାହେଲେ କଣ ହବ ନା ଏ ପାଖର ଲୋକ ହିସାବରେ ତମ ପ୍ରତି ଆଉ ସେ ଗୌରବ ଭାବ ରହିବନି। ସେ ବୈଷ୍ଣବ ମାନଙ୍କୁ ନିଜର ଘର କୋଉଠି ବାରମ୍ବାର ତାଙ୍କ ପୂର୍ବାଶ୍ରମ କଥା ପଚରାଯାଏ। ପଚାରିଲେ ଯୋଉ ଘର ଦ୍ୱାର ସେ ଭୁଲିକି ଆସିଛନ୍ତି, ସେ ଘର ଦ୍ୱାରକୁ ଯଦି ଭୁଲି ଯିବା ପାଇଁ ଚାହୁଁଛନ୍ତି, ତାଙ୍କୁ ବାରମ୍ବାର ସମ୍ବନ୍ଧୀୟ ବସ୍ତୁ ପଚାରି କଣ, ସେ ତାଙ୍କ ସାଧନ ଭଜନରେ ସେ ଅଛନ୍ତି, ଧୀରେ 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 ତାକୁ ଛାଡିବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣ କଣ କରେ ତାକୁ ବାରମ୍ବାର ପ୍ରଶ୍ନ ପଚାରିବେ, ଘରେ ଅଛନ୍ତି କଣ, ଘର କୋଉଠି ତମର, ତ ଘରର କଥା ଦ୍ଵାରା ଆମେ ସେଠି ମଧ୍ୟ ମନର ଭାବନା ଦ୍ଵାରା ଆମର ଅପରାଧ ହୁଏ। କାହିଁକି ନା ଆମେ ଭାବିବା ଆମେ ତ ସେଇଠିକାର ପିଲା, ତାପରେ ସେଇଠୁ କଣ ତାଙ୍କର ସେଇଠୁ ତାଙ୍କର ବାପା ମାଙ୍କ ବିଷୟରେ ମଧ୍ୟ ପଚାରିବାଟା ଠିକ ନୁହେଁ। ବାପା ମା ବିଷୟରେ ପଚାରିବ, ତୁ କାହା ପୁଅ, ସେଇ ବାବୁଙ୍କର ପୁଅ, ଆଚ୍ଛା ତୁ ସେ ହରିଆ ପୁଅ, ଭାବନାଟା ଓଲଟା ଆସେ ଖାଲି। ଯେ ତାଙ୍କ ସମ୍ବନ୍ଧୀୟ ବସ୍ତୁ ବିଷୟରେ ପଚାରିବ, ଆରେ ତାର ମୋର ତ ବହୁତ ଦିନର ସାଙ୍ଗ, ତା ସାଙ୍ଗରେ ତ ଆମେ ଗୋଟେ ଦିନ ବୁଲିଥିଲୁ, ବସିଥିଲୁ, ଉଠିଥିଲୁ, ଖାଇଥିଲୁ, ପିଇଥିଲୁ, ଅର୍ଥାତ ବିଷୟର କଥା ଆଲୋଚନା ସେ କରିବେ, କେଉଁ ହରି ଭକ୍ତିର କଥା ଆଲୋଚନା କରିବେନି, ତା ଦ୍ଵାରା ମଧ୍ୟ ଅପରାଧ ହେଇଥାଏ, ବୈଷ୍ଣବକୁ କଷ୍ଟ ହେଇଥାଏ। ତାପରେ ଦ୍ୱିତୀୟରେ କଣ ଜାଗତୀୟ କଥା ତ ହବ, ଆଉ କଣ ହବ, ତାଙ୍କ ପ୍ରତି ଆଉ ସେ ଗୌରବ ଭାବ ରହେନି। ଆଉ ଗୋଟେ ହେଲା ବିଦ୍ୟା, ଯେ ବିଦ୍ୟା ଦ୍ଵାରା ମଧ୍ୟ ଆମର ଅପରାଧ ହୁଏ। କୌଣସି ମଧ୍ୟରେ ଯେ ବିଦ୍ୟା ବିଷୟରେ ମଧ୍ୟ ପଚାରିଲ, ପ୍ରଭୁ ତୁମେ କେତେ ପାଠ ପଢିଛ, ଗୁରୁଦେବ ଆପଣ କେତେ ପାଠ ପଢିଛ, ସେଇପାଇଁ କଥା କାହାକୁ କୁହାଯାଏନି। ବିଦ୍ୟା ବିଷୟରେ ମଧ୍ୟ ଜାଣିଲା ପରେ, ଆଚ୍ଛା ଇଏ ତ ଏତିକି ପାଠ ପଢିଛି, ମୁଁ ତ ବହୁତ କିଛି ପାଠ ପଢିଛି, ତାହେଲେ ମୁଁ ଆର ସଙ୍ଗ କଣ କରିବି, ମୋ ଠାରୁ ଯିଏ ଶ୍ରେଷ୍ଠ ବ୍ୟକ୍ତିର ସଙ୍ଗ କରିବି। ଅର୍ଥ ସେ ବୈଷ୍ଣବ ହୃଦୟରେ ଯୋଉ ଭକ୍ତିଟାକୁ ସେ ଦେଖି ପାଇଲାନି, ଅର୍ଥ କଣ ପଢିଛି ଜାଗତୀୟ ବିଦ୍ୟାଟାକୁ ସେ ଦେଖିଲା। ବୈଷ୍ଣବ ମାନେ ଆଇଛନ୍ତି ଏଇ ଜଗତକୁ ବିଦ୍ୟା ଦେଖିବା ପାଇଁ ଆଇଛନ୍ତି କି? ତାହେଲେ ଯାଇକି ଯୋଉମାନେ ଭଲ ଭଲ ସବୁ ପାଠ ପଢିଛନ୍ତି ତାଙ୍କ ସଙ୍ଗ କର, ତାଙ୍କ ସଙ୍ଗ କଲେ ତମେ କଣ ଉଦ୍ଧାର ହେଇପାରିବ ନା ଆହୁରି ଓଲଟା ରାତି ପାଇଲେ ମାଷ୍ଟର ମାନଙ୍କ ସଙ୍ଗ କରୁଛ, ତ ପାଠ ପଢି ପଢି ସେ ମାଷ୍ଟର ମାନଙ୍କ ସଙ୍ଗ ଆସିଲ, ତ ସେ ମାଷ୍ଟର ମାନେ ତମକୁ କଣ ବିଦ୍ୟା ଦେଇଛନ୍ତି, ଜଡ ବିଦ୍ୟା ଦେଇଛନ୍ତି ନା ଆଧ୍ୟାତ୍ମିକ ବିଦ୍ୟା ଦେଇଛନ୍ତି? ତମ ହୃଦୟକୁ ମୋରି ମୋହମାୟାରେ ପକେଇଛନ୍ତି ନା ମୋହମାୟାରେ ଉଦ୍ଧାର କରିଛନ୍ତି? ଶିଖେଇଛନ୍ତି କେମିତି ପାଠ ପଢିକି ଭଲ ଚାକିରି ହବ, ଆଇଏଏସ ଅଫିସର, ଓଏଏସ ଅଫିସର, କଲେକ୍ଟର ହବ, ପ୍ରାଇମ ମିନିଷ୍ଟର, କୋଉ ଭଳି ଏଇଭଳି ତମ ସେ ବିଦ୍ୟା ଶିଖେଇଛନ୍ତି, ଓଲଟା ତମ ବନ୍ଧନରେ ପକେଇଛନ୍ତି। କିନ୍ତୁ ଗୁରୁ ବୈଷ୍ଣବ ତମକୁ କଣ ଶିକ୍ଷା ଦେଇଛନ୍ତି, ଏଇ ଜଗତ କେମିତି ଉଦ୍ଧାର ହବ, ମୁକ୍ତିର ବାର୍ତ୍ତା ଶିଖେଇଛନ୍ତି। ତେଣୁକରି ବୈଷ୍ଣବକୁ ଏଇ ଚାରିଟା ବସ୍ତୁ ପଚରା ଯାଏନି। କହିବାରୁ କଣ କରୁଥିଲି, ସେଇଭଳି ଅଲାରନାଥ ଗୁରୁଦେବ ସେଇଥିପାଇଁ ଏମାନଙ୍କ ପାଖରେ କେବେ ଏଇ ବସ୍ତୁ ଦେଖିବାଟା ଉଚିତ ନୁହେଁ। ଅର୍ଚ୍ଚେ ବିଷ୍ଣୁ, ଭଗବାନ ବିଗ୍ରହ, ଅର୍ଚ୍ଚା ବିଗ୍ରହଙ୍କୁ କେବେ ସାଧାରଣ ଇଏ ପଥର ବୋଲି ଭାବିବନି,
चैतन्य महापुरुष शिक्षा देते विग्रह नुहे तुम्हें साक्षात ब्रजेंद्र नंदन विप्र लागी कर तुम्हें अकाद्य करण अर्थ विप्र अर्थ ब्राह्मण व वैष्णव वैष्णव विप्र किए ब्रह्म जानते से ब्राह्मण अर्थ जे भगवान को हृदय धारण करते से होते ब्राह्मण वैष्णव ब्राह्मण वैष्णव भितर किसी अंतर ना ब्राह्मण गोटे जाति वैष्णव किंतु आत्मधर्म प्रतिष्ठित ब्राह्मण गोटे गृहस्थ थी भगवान सेवा कले प्रति भगवान ए दी जन को भगवान हृदय धारण करते ब्राह्मण और वैष्णव ब्राह्मण साधारण नुहे सदा सर्वदा जगन्नाथ ब्राह्मण ही सेवा करते ब्राह्मणे कले अपराध वेगेन मिव ब्राह्मण को सर्वश्रेष्ठ भगवान कहते भगवान ता मुखर जन्म होते ना ब्राह्मण भगवान सागर ब्राह्मण और वैष्णव दी जन संबंध कर कहते कौन विष खाइला प्राणी मरे ब्रह्मस्व वंश नाश ब्राह्मण केते महिमा देते विष खाइला तो पानी थरे मरिब किंतु ब्राह्मण धन को जे खाइला ब्रह्मस्व वंश नाश करे ब्राह्मण को जे धन जे ठके खाइला कहते कौन ना वंशटा नाश हब निजे पुत्र मान को भगवान निजे शिक्षा देते कहते ब्राह्मण दान वृत्ति बले जे प्राणी मत होले हरे तात जननी बेनी वंश उभय कुल जाए ना षाठिए सहस्र बरस विस्तारे कृमि रूपे वास ब्राह्मण दान वृत्ति बले जे प्राणी हरे मत भले दुख पाइण विप्रजन विकले करन्ते रोदन विप्ररोदन जल पड़े भूमि रे जेते रेणु जड़े तेते जन्म महाघोरे पड़े नरक अंधकारे षाठिए सहस्र बरस विस्तारे कृमि रूपे वास ब्राह्मणे कले अपराध बेगेन मिव ब्राह्मण कले अपराध बेगे नमिव पाद भगवान कहते नम ब्रह्मण देवाय गो ब्राह्मणम हिताय जगत हिताय कृष्णाय गोविंदाय नमो नमः ब्राह्मण वैष्णव जेहेतु भगवान का सेवा जी कले ये होते सर्वश्रेष्ठ भगवान सेवक वत्सल भगवान सेवा द्वारा संतुष्ट होती यही दक्षिण भारत रामानुज आचार्य जे श्रीक्षेत्र धाम रे पंडा माने पान फान खाऊले बोली आचार्य रूप से शिक्षा देले तथापि जिते काढ़ी देले सेवार नियुक्ति काढ़ी देले ब्राह्मण माने सब भगवान प्रार्थना कले सेवायत माने प्रार्थना कले प्रभु ये रामानुज आचार्य दक्षिण भारत आसिकी एठी जो नियम शासन करछन हमको आमे कुआडे जीवु श्रीक्षेत्र धाम रे हमर जन्म हला आपण सेवा छाड़ी के आमे कुआडे जीवु सेवार बंचिबो केमति बंचिबो विरह एते कांदिया को लागिते नहीं दक्षिण भारत रामानुज आचार्य स्वयं लक्ष्मण रामानुज माने रामकर अनुज माने स्वयं लक्ष्मण एते शक्तिशाली लक्ष्मण निजे श्रीक्षेत्र धाम रे विश्राम करते सोईचंदी राति पाइला उठला कुर्म क्षेत्र रे भगवान ने कुर्म क्षेत्र छाड़ी देले कहे तू याडे बेसी ये करिया दरकार नहीं ये मोर सेवक माने ये जेमिति करते करन तांको सेवा रे मु संतुष्ट हैं भगवान केते ब्राह्मण वत्सल आ केते वैष्णव दी जन को तेणुकर आम कहार दोष त्रुटि न देखी भक्ति करे केमती भगवान को उद्धार छोट विप्र जाएंगी श्रीक्षेत्र धाम रू नहीं आसले सी कौन ब्राह्मण थे ना ब्राह्मण वैष्णव दी जन भगवान का प्रिय खाली भगवान पुणी कहते कौन ब्राह्मण मुखे मो आहार विपद खंड ब्राह्मण भोजन देले ब्राह्मण वैष्णव दी जन भोजन देवा ब्राह्मण सेवा
ବ୍ରାହ୍ମଣ ସେବା ବୈଷ୍ଣବ ସେବା ଦିଟା ସେବା ଭଗବାନ ଯେତେବେଳେ କୋକୁଆ ଭୟ କଲା କଣ ନା ଯେତେବେଳେ ଯଦୁବଂଶ ଧ୍ୱଂସ ହେବାକୁ ଯାଉଛି ସେଇ ସମୟରେ କୋକୁଆ ଭୟରେ ସମସ୍ତେ ନିଜ ନିଜ ଭିତରେ ମାରପିଟି ହେଇଛନ୍ତି। ସେତେବେଳେ ଭଗବାନ କହୁଛନ୍ତି ଚାଲ ଆମେ ଯାଇକି କଣ କରିବା ନା ବ୍ରାହ୍ମଣ ମାନଙ୍କର ସେବା କଲେ ଏଇ ଭୟ ଆମର ନଷ୍ଟ ହେଇଯିବ। ବ୍ରାହ୍ମଣ ପକ୍ଷରେ କେତେ ଶକ୍ତି ଅଛି। ତେଣୁକରି ବ୍ରାହ୍ମଣ ଆଉ ବୈଷ୍ଣବ ସମସ୍ତେ ଦି ଜଣଙ୍କୁ ଯେହେତୁ ଏଇ ସେବା କରୁଛନ୍ତି ଜଗନ୍ନାଥଙ୍କୁ ବୈଷ୍ଣବ ହୃଦୟରେ ଗୋବିନ୍ଦ ବିଶ୍ରାମ କରନ୍ତି। ବ୍ରାହ୍ମଣ ମଧ୍ୟ ଭଗବାନଙ୍କର ସେବାରେ ନିଯୁକ୍ତି ରୁହନ୍ତି। ଆଜି ଯୋଉ ବ୍ରାହ୍ମଣ ଥିଲେ ପୂଜା ଆଙ୍କ ବିଷୟରେ ମଧ୍ୟ ଆମେ ଶୁଣିବା ଗୀତା ପଣ୍ଡାଙ୍କ ବିଷୟରେ। ତେଣୁକରି କାଲି ଆମେ ବନ୍ଧ ମହାନ୍ତିଙ୍କ ବିଷୟରେ ଶ୍ରବଣ କରିବା। ଆଜି ତ ଟାଇମ ହେଇଯାଇଛି। ବନ୍ଧ ମହାନ୍ତିଙ୍କ ବିଷୟରେ କଥା କହିଥାନ୍ତି। ଯେହେତୁ ସେ କ୍ଷୀରି ଯେତେବେଳେ ସେଇ ବ୍ରାହ୍ମଣ ଦେବେ ସେ କଣ କରିଛନ୍ତି କବାଟ ଖୋଲି ଦେଇଛନ୍ତି। ମୁଁ ଭୁଲିଗଲି ଯେ ବ୍ରହ୍ମା କବାଟ ଖୋଲି ଦେଇଛନ୍ତି। ସେତେବେଳେ ଯାଇ କଣ କରିଛନ୍ତି ନା ଦେଖ ଜଗନ୍ନାଥ କ୍ଷୀରି ଖାଉଛନ୍ତି। କ୍ଷୀରି ଯେତେବେଳେ ଖାଉଛନ୍ତି କଣ କଲେ ବ୍ରାହ୍ମଣ ଦେବ ଯାଇକି ଧରି ପକେଇଲେ ହାତକୁ କହିଲେ ସବୁ ତ କ୍ଷୀରି ତମେ ଖାଇବ ତ ଆମେ କଣ ଖାଇବୁ। ଅର୍ଥ ବୈଷ୍ଣବ ଭାବରେ ନିଷ୍କାମ ଭକ୍ତି ଥାଏ। ବେଳେ ସବୁ ବ୍ରାହ୍ମଣ ମଧ୍ୟ ସେଇଭଳି ନୁହନ୍ତି। କେତେ କେତେ ନିଷ୍କାମ ଭକ୍ତ ମଧ୍ୟ ଅଛନ୍ତି ବ୍ରାହ୍ମଣ। ସେଇ ସମୟରେ ଭଗବାନ ସେତିକି ରୁଷ୍ଟ ହେଇଗଲେ। ସେ ତତଲା କ୍ଷୀରି ଦେହ ଉପରେ ପଡିଗଲା। ଭଗବାନ ଏବେ ପର୍ଯ୍ୟନ୍ତ ହାତ ପୋଡି ଯାଇଛି। ଜଗନ୍ନାଥଙ୍କର ଏଇ ଅଲାରନାଥଙ୍କର ଗୋଠ ପଡି ଯାଇଛି। ଛାତିରେ ମଧ୍ୟ ପଡିକି ଫୁଟୁକା ହେଇଯାଇଛି। ଭଗବାନ କହିଲେ ମୁଁ ଲକ୍ଷ୍ମୀପତି ମତେ ସାରା ଜଗତ ଚାହାନ୍ତି ଖାଇବା ପାଇଁ ମୁଁ କିନ୍ତୁ ଖାଇନି। ତ ପୁଅର ପ୍ରେମରେ ବସିଭୂତ ହେଇକି ମୁଁ ଆଜି କ୍ଷୀରି ଖାଇଲି। ମୋ ହାତକୁ ତୁ ଧରୁଛୁ ତ ପୁଅ କେବଳ ମତେ ପ୍ରାପ୍ତି କରିବ। ତୁମେ ଆଉ ମତେ ପ୍ରାପ୍ତି କରିବନି। ତେଣୁକରି ତୁମେ ଏଇ ଜଗତରେ ରହିବ। ତମ ବଂଶରେ ଆଉ କେହି ରହିବେନି। ତ ବ୍ରାହ୍ମଣ ଦେବକୁ ମଧ୍ୟ ଭଗବାନ ଏମିତି ମଧ୍ୟ କହିଦେଲେ। କାହିଁକି ନା ଭଗବାନ ଭକ୍ତି କରୁଛେ ଆମେ। ଭଗବାନ ଖାଇଲେ ତମେ ଖୁସି ହେବା ଦରକାର। ନନ୍ଦ ବାବା ଯଶୋଦା ମା କହୁଛନ୍ତି ଯାହା ଧନ ସମ୍ପତ୍ତି ଅଛି ମୋର କିଏ ନବ। ସିଏ ଆମକୁ ପଛେ ଭୁଲିଗଲା ଗଲା ଠକି ଦେଲା କିନ୍ତୁ ଥରେ ଆସିକି ଧନ ସମ୍ପତ୍ତିରେ ସେ ସବୁ ନେଇଯାଉ କୃଷ୍ଣ। ଏ ଧନ ସମ୍ପତ୍ତି କାହା ପାଇଁ ଆମେ ରଖିଛୁ ତ କୃଷ୍ଣ ପାଇଁ। ଇଏ ହଉଛି ନିଷ୍କାମ ପ୍ରେମ ଭକ୍ତି। କିନ୍ତୁ ବ୍ରାହ୍ମଣ ଦେବ ତ ବ୍ରାହ୍ମଣ ହଉଛନ୍ତି ମତେ ଟିକେ ଲୋଭ କରନ୍ତି, ଲୋଭୀ ହେଇଯାଆନ୍ତି। ତ ଛାଡ ସେ କଥା ଆମେ ଲୋଭ ଭୋଗ ଦେଖିବା ଉଚିତ ନୁହେଁ। ତ ଭଗବାନ ତାଙ୍କୁ ଏଇଭଳି କି କଥା କହିଲେ ଠିକ ଅଛି ତୋ ପୁଅ କେବଳ ଭକ୍ତିରେ ମୁଁ ବଶୀଭୂତ ହେଲି। ତେଣୁ ତୋର ଯୋଉ ଭାବନାରେ ମୁଁ ସନ୍ତୁଷ୍ଟ ନୁହେଁ। ତେଣୁକରି ତୋର ଆଉ ପୂର୍ବଜ ମାନେ କେହି ରହିବେନି। ଆ ପରେ ତୋ ପୁଅ କେବଳ ମତେ ପ୍ରାପ୍ତି କରିବ। ସେ ଛୋଟ ଛୁଆ ଥିଲା ସିଏ ଭକ୍ତି କରୁଥିଲା। ସେଭଳି ଅଲାରନାଥଙ୍କର ବିଶେଷ ମହିମା। ଅଲାରନାଥ ମଧ୍ୟ ଯୋଉମାନେ ଆସିକି ଥରେ ଯାଇ ଦର୍ଶନ କରିପାରିବେ ବହୁତ ଭଲ କଥା। ତାପରେ ଜଗନ୍ନାଥ ଯେତେବେଳେ ଗୁଣ୍ଡିଚା ମନ୍ଦିର ଯିବେ ଗୁଣ୍ଡିଚା ମନ୍ଦିର ଯାଇ ଦର୍ଶନ କରିବେ। ଆଜି ଟାଇମ ହେଇଗଲା।